ସାର୍ ନମସ୍କାର। ହଁ ନମସ୍କାର। ସାର୍ କାଲି ଅଫିସକୁ ଯାଇଥିଲି ଭେଟ ପାଇଲିନି। ଆପଣଙ୍କ ପିଅନ କହିଲା କି ଆପଣ ଏଇଠି ସକାଳ ମର୍ଣ୍ଣିଂ ୱାର୍କ କରିଥିବେ, ସେଥିପାଇଁ ଆପଣଙ୍କୁ ଟିକେ ଦେଖା କରିବା ପାଇଁ ପଳେଇ ଆସିଲି। ଫାଇଲଟା ଟିକେ ଦେଖିବେ, ଜବ୍ ପାଇଁ ଆପ୍ଲାଏ କରିଥିଲି। କଣ ଏଗୁଡ଼ା ଆଣିକି କଣ ଚାକିରି ନା ଆଉ କଣ? କଣ ହେଲା ହେଇଗଲା? ନା ଭାଇ ହେଲାନି, ଫାଇଲ ଫୋପାଡ଼ି ଦେଲେ। ଫୋପାଡ଼ି ଦେଲେ କାହିଁକି? ତମେ କଣ କହିପାରିଲନି କି? କହିଲି, କିନ୍ତୁ ସେ ଠିକ ଭାବରେ ଦେଖିଲେନି, ଫୋପାଡ଼ି ଦେଲେ ଆଉ। ଫାଇଲ ନେଇକି ଯାଉଛି କେମିତି ମାନିବେନି ଦେଖିବା ଆଉ। ଚାଲ ଚାଲ। ସାର୍ ନମସ୍କାର। ସାର୍ ଆମ ପିଲା ହେଇଥିଲା ଇଣ୍ଟରଭ୍ୟୁ ଦେବାକୁ, ଆପଣ ଦେଇଦେଲେ? ନାଇଁ ତାର ହେଇପାରିବ ନାହିଁ, କାହିଁକି ତାର କାଗଜ ପତ୍ର ବହୁତ ଭୁଲ ଅଛି, ସେଗୁଡ଼ା ହେଇପାରିବ ନାହିଁ। ଆରେ ଆରେ ହବ ନାହିଁ, ମୁଁ ମନା କରୁଛି ମାନେ ହବ ସାର୍ ନାହିଁ। ଟିକେ ଖାଲି ଫାଇଲ ଟା ଖୋଲନ୍ତୁ, ଯଦି ଠିକ ନଥିବ ଆମେ ପଳେଇବୁ। ଖାଲି ଖୋଲିଲେ କଣ କହିବ ନା ଆଉ, ତମେ ଆମର ନିଜ ପିଲା, ଦେଖିଲ ଏଗୁଡ଼ା ତ? କହିବା କଥା ନା ଆଉ ହଉ, ମତେ। ସାର୍। ଗୋଟେ କାମ କର, ତମେ କାଲି ଆସି ଜଏନ୍ କରିବ। ଆଜ୍ଞା, ଆଜ୍ଞା, ସାର୍। ଯା ମୁଁ ଏ ଫାଇଲଟା ଏଇଠି ରଖିଦଉଛି।